ଏହି ଭିଡ଼ିଓରେ ପ୍ରତ୍ୟେକ ବାପା ମାଆଙ୍କ ପାଇଁ କିଛି କହିବାକୁ ଯାଉଛି। ଜଣେ ମା ଗୋଟିଏ ପିଲାକୁ ଗର୍ଭରେ ରଖିବା ଠାରୁ ଜନ୍ମ ଦେବା ପର୍ଯ୍ୟନ୍ତ ଯେଉଁ କଷ୍ଟ ଯନ୍ତ୍ରଣାକୁ ସହିଥାଏ ଏହାକୁ ନର୍କ ଯନ୍ତ୍ରଣା କୁହାଯାଇଥାଏ ଏବଂ ସେହି ସମୟରେ ଜଣେ ବାପା ମାନସିକ ସ୍ତରରେ ଯେତିକି ଟେନସନ୍ ନେଇଥାନ୍ତି ଏହା ମଧ୍ୟ ବହୁତ କଷ୍ଟକର ହୋଇଥାଏ। ପୁଣି ପିଲାକୁ ଜନ୍ମ ଦେବାଠାରୁ 20 ରୁ 28 ବର୍ଷ ପର୍ଯ୍ୟନ୍ତ ନିଜ ଦାୟିତ୍ୱରେ ଖାଇବା, ପିନ୍ଧିବା, ପଢ଼େଇବା ଏମିତି ବହୁତ କାମ କରିବାକୁ ହୁଏ। ସେଥିପାଇଁ ପ୍ରତ୍ୟେକ ବାପା ମାଆଙ୍କୁ ବର୍ଷ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। ଏହା ମଧ୍ୟ ବହୁତ କଷ୍ଟକର। କିନ୍ତୁ ଆଜିର 2025 ଦୁନିଆରେ ପିଲାଟିଏ ପାଇବା ପାଇଁ ସହିଥିବା କଷ୍ଟ ଯନ୍ତ୍ରଣା ଆଉ ସଂଘର୍ଷ ଏହାର ମହତ୍ତ୍ୱକୁ ନିଜେ ବାପା ମାଆ ମାନେ ମଧ୍ୟ ବୁଝୁନାହାନ୍ତି। ଯାହାଦ୍ୱାରା ପିଲାମାନଙ୍କୁ ଲଗାମ ଛାଡ଼ କରି ବଡ଼ କରିବା ପାଇଁ ଦାୟିତ୍ୱରେ ଅବହେଳା କରି କୁସଂସ୍କାର ଜୀବନଶୈଳୀରେ ବଢ଼ିବାକୁ ସୁଯୋଗ ଦେଉଥିବାରୁ ଏମାନେ ମଣିଷ ଜୀବନଶୈଳୀକୁ ଭୁଲି ପଶୁ ଜୀବନଶୈଳୀକୁ ଆପଣେଇଛନ୍ତି। ନିଜ ଜୀବନ ସହ ନିଜେ ଖେଳିବାକୁ ସୁଯୋଗ ପାଇ ସମାଜରେ ବିଭିନ୍ନ ପ୍ରକାର ଅମାନବିକତା କାଣ୍ଡ ଘଟାଉଛନ୍ତି। ଏଣୁ ପ୍ରତ୍ୟେକ ବାପା ମାଆଙ୍କ ପାଇଁ ଆପଣଙ୍କ ପିଲାର ଜୀବନ ବହୁତ ମୂଲ୍ୟବାନ ଅଟେ। ଏଣୁ ଆପଣ ନିଜର ପିଲାମାନଙ୍କୁ ସଠିକ୍ ଜୀବନଶୈଳୀରେ ବଞ୍ଚିବା ଶିଖାଇ ନିଜ ଆୟତ୍ତରେ ରଖିନିଅନ୍ତୁ।